ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣକୁ ସଠିକ୍ ଭାବରେ ଆଲୋଚନା କରିବା। ଇନେପ୍ଟିଚ୍ୟୁଡ୍ INEPTITUDE ଇନେପ୍ଟିଚ୍ୟୁଡ୍। ଇନେପ୍ଟିଚ୍ୟୁଡ୍କୁ ଓଡ଼ିଆରେ ଅକ୍ଷମତା କୁହନ୍ତି। ନେଫେରିୟସ୍ NEFARIOUS ନେଫେରିୟସ୍। ନେଫେରିୟସ୍କୁ ଓଡ଼ିଆରେ ଅତ୍ୟନ୍ତ ଦୁଷ୍ଟ କୁହନ୍ତି। ପ୍ଲଭିଓଫାଇଲ୍ PLUVIOPHILE ପ୍ଲଭିଓଫାଇଲ୍। ପ୍ଲଭିଓଫାଇଲ୍କୁ ଓଡ଼ିଆରେ ବର୍ଷାକୁ ଭଲ ପାଉଥିବା ବ୍ୟକ୍ତି କୁହନ୍ତି। ଏଭେନିସେଣ୍ଟ EVANESCENT ଏଭେନିସେଣ୍ଟ। ଏଭେନିସେଣ୍ଟକୁ ଓଡ଼ିଆରେ ଶୀଘ୍ର ଅନ୍ତର୍ଦ୍ଧାନ ହେଉଥିବା ଜିନିଷ କୁହନ୍ତି। ସଗାସିଟି SAGACITY ସଗାସିଟି। ସଗାସିଟିକୁ ଓଡ଼ିଆରେ ଚତୁରତା କୁହନ୍ତି। ଭରାସିଟି VERACITY ଭରାସିଟି। ଭରାସିଟିକୁ ଓଡ଼ିଆରେ ସତ୍ୟତା କୁହନ୍ତି। ରୁମିନେଟ୍ RUMINATE ରୁମିନେଟ୍। ରୁମିନେଟ୍କୁ ଓଡ଼ିଆରେ ଗଭୀର ଚିନ୍ତା କୁହନ୍ତି। ଆକ୍ରିମୋନି ACRIMONY ଆକ୍ରିମୋନି। ଆକ୍ରିମୋନିକୁ ଓଡ଼ିଆରେ କଠୋରତା କୁହନ୍ତି। ଏଲାକ୍ରିଟି ALACRITY ଏଲାକ୍ରିଟି। ଏଲାକ୍ରିଟିକୁ ଓଡ଼ିଆରେ ତତ୍ପରତା କୁହନ୍ତି। ବେନେଭୋଲେଣ୍ଟ BENEVOLENT ବେନେଭୋଲେଣ୍ଟ। ବେନେଭୋଲେଣ୍ଟକୁ ଓଡ଼ିଆରେ ସହାୟକ କୁହନ୍ତି। କ୍ଲଣ୍ଡେଷ୍ଟିନ୍ CLANDESTINE କ୍ଲଣ୍ଡେଷ୍ଟିନ୍। କ୍ଲଣ୍ଡେଷ୍ଟିନ୍କୁ ଓଡ଼ିଆରେ ଗୋପନୀୟ କୁହନ୍ତି। କନଣ୍ଡ୍ରମ୍ CONUNDRUM କନଣ୍ଡ୍ରମ୍। କନଣ୍ଡ୍ରମ୍କୁ ଓଡ଼ିଆରେ ପ୍ରହେଳିକା କୁହନ୍ତି। ଡିଲେମା DILEMMA ଡିଲେମା। ଡିଲେମାକୁ ଓଡ଼ିଆରେ ସଂଶୟ କୁହନ୍ତି। ଏଫରଭେସେନ୍ସ EFFERVESCENCE ଏଫରଭେସେନ୍ସ। ଏଫରଭେସେନ୍ସକୁ ଓଡ଼ିଆରେ ଉତ୍ସାହ କୁହନ୍ତି। ଫାଦମ୍ FATHOM ଫାଦମ୍। ଫାଦମ୍କୁ ଓଡ଼ିଆରେ ଗଭୀର ଭାବେ ଜଣାଇବା କୁହନ୍ତି। ଗାସ୍ମର୍ GOSSAMER ଗାସ୍ମର୍। ଗାସ୍ମର୍କୁ ଓଡ଼ିଆରେ ଅତ୍ୟନ୍ତ ମୂଲ୍ୟବାନ କୁହନ୍ତି। ଇନେଭିଟେବୁଲ୍ INEVITABLE ଇନେଭିଟେବୁଲ୍। ଇନେଭିଟେବୁଲ୍କୁ ଓଡ଼ିଆରେ ଅନିବାର୍ଯ୍ୟ କୁହନ୍ତି। ଲେଥାର୍ଜି LETHARGY ଲେଥାର୍ଜି। ଲେଥାର୍ଜିକୁ ଓଡ଼ିଆରେ ଆଳସ୍ୟ କୁହନ୍ତି। ମ୍ୟାଗ୍ନେନିମସ୍ MAGNANIMOUS ମ୍ୟାଗ୍ନେନିମସ୍। ମ୍ୟାଗ୍ନେନିମସ୍କୁ ଓଡ଼ିଆରେ ମହାନୁଭବ କୁହନ୍ତି। ନେବ୍ୟୁଲସ୍ NEBULOUS ନେବ୍ୟୁଲସ୍। ନେବ୍ୟୁଲସ୍କୁ ଓଡ଼ିଆରେ ଅସ୍ପଷ୍ଟ କୁହନ୍ତି। ଓମିନିପୋଟେଣ୍ଟ OMNIPOTENT ଓମିନିପୋଟେଣ୍ଟ। ଓମିନିପୋଟେଣ୍ଟକୁ ଓଡ଼ିଆରେ ସର୍ବଶକ୍ତିମାନ କୁହନ୍ତି। କ୍ୱାଗମାୟାର QUAGMIRE କ୍ୱାଗମାୟାର। କ୍ୱାଗମାୟାରକୁ ଓଡ଼ିଆରେ ସନ୍ତସନ୍ତିଆ ଜାଗା କୁହନ୍ତି। ରେସ୍ପ୍ଲେଣ୍ଡେଣ୍ଟ RESPLENDENT ରେସ୍ପ୍ଲେଣ୍ଡେଣ୍ଟ। ରେସ୍ପ୍ଲେଣ୍ଡେଣ୍ଟକୁ ଓଡ଼ିଆରେ ଅତି ଉଜ୍ଜଳ କୁହନ୍ତି। ସଲିପ୍ସିଜିମ୍ SOLIPSISM ସଲିପ୍ସିଜିମ୍। ସଲିପ୍ସିଜିମ୍କୁ ଓଡ଼ିଆରେ ଦାର୍ଶନିକ ତତ୍ତ୍ୱ କୁହନ୍ତି। ଟେନାସିଟି TENACITY ଟେନାସିଟି।
ଟେନାସିଟିକୁ ଓଡ଼ିଆରେ ଜିଦି କୁହନ୍ତି। ୟୁବିକ୍ୟୁଟସ୍ UBIQUITOUS ୟୁବିକ୍ୟୁଟସ୍ ୟୁବିକ୍ୟୁଟସ୍କୁ ଓଡ଼ିଆରେ ସର୍ବବ୍ୟାପୀ କୁହନ୍ତି। ଜେଫର୍ ZEPHYR ଜେଫର୍କୁ ଓଡ଼ିଆରେ ଧୀର ପବନ କୁହନ୍ତି। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ।